ଇସ୍ରାଏଲ ଆଉ ଇରାନ ମଧ୍ୟରେ ଯୁଦ୍ଧ ଚାଲିଛି। ଇଏ ହେଉଛି ବର୍ତ୍ତମାନ ସମୟର ଗୋଟିଏ ସବୁଠାରୁ ବଡ଼ ବୈଶ୍ୱିକ ଘଟଣା ପ୍ରସଙ୍ଗ ଯାହା ବି କୁହାଯାଏ। ଜୁନ୍ 13 ତାରିଖ ଦିନ ଇସ୍ରାଏଲ ଇରାନ ଉପରେ ଅପରେସନ ରାଇଜିଂ ଲାୟନ ନାଁରେ ଆକ୍ରମଣ କରିଥିଲା। ଆକ୍ରମଣରେ ଇରାନର ଆର୍ମି ହେଡ୍ସ, ଡିଫେନ୍ସର ଅନ୍ୟ ହେଡ୍, ସାଇଣ୍ଟିଷ୍ଟମାନଙ୍କୁ ନିପାତ କରିଥିବା ଦାବି କରିଛି, ତାର ପ୍ରମାଣ ମଧ୍ୟ ଦେଇଛି। ଇରାନ ତାର କାଉଣ୍ଟର ଆଟାକ୍ କରିଛି। ସେଥିରେ ବି ଇସ୍ରାଏଲର ଭିନ୍ନ ଭିନ୍ନ ସହରରେ ମିସାଇଲ ମାଡ଼ ହେଇଛି। ଯୁଦ୍ଧ ଚାଲିଛି ମୋଟାମୋଟି। ଉଭୟଙ୍କର ଯାବତୀୟ କ୍ଷତି କରିଛନ୍ତି, ଯାହାର ପ୍ରମାଣ ଦେଉଛନ୍ତି। ପ୍ରମାଣ ଭିଡ଼ିଓରେ, ସାଟେଲାଇଟ୍ ଇମେଜରେ ଆସୁଛି। ଉଭୟ ଦାବି କରୁଛନ୍ତି ନିଜ ନିଜ ସଫଳତା ପାଇଁ। ୟା ଭିତରେ ଆମେରିକା ମଧ୍ୟ ଯୁଦ୍ଧକୁ ଡେଇଁ ପଡ଼ିଛି। ଆମେରିକା 21 ତାରିଖ ଦିନ ଇରାନର 3ଟା ନ୍ୟୁକ୍ଲିୟର ଇନଷ୍ଟଲେସନ ଉପରେ ଆଟାକ୍ କରିছে, ବୋମା ମାଡ଼ କରିছে, ନଷ୍ଟ କରିଦେଇଛି ବୋଲି ଦାବି କରୁছে। ବାକି ଇଏ ଯୁଦ୍ଧ ଲମ୍ବା ଚାଲିବ ଯାହା ଦେଖାଯାଉଛି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲର ଆଟିଚ୍ୟୁଡ଼ରୁ ଆଉ ଇରାନର ଆଟିଚ୍ୟୁଡ଼ରୁ ଜଣାପଡ଼ୁଛି। ଗୋଟେ ବଡ଼ ଦେଶ ବିରୁଦ୍ଧରେ ଇସ୍ରାଏଲର ଏ ଯୁଦ୍ଧ ପାଖାପାଖି 75 ଗୁଣ ସାଇଜରେ ବଡ଼ ଇସ୍ରାଏଲଠୁ। ଏମିତି ଗୋଟେ ଦେଶ ସହିତ ଇସ୍ରାଏଲ ଲାଗିଛି। ଜନସଂଖ୍ୟା ବି ଇସ୍ରାଏଲର 93-94 ଲକ୍ଷ ପାଖାପାଖି, ୟାର 9-10 ଲକ୍ଷ ପାଖାପାଖି ଏ ପପୁଲେସନ୍ ହେଉଛି ଇରାନର। 10 ଗୁଣର ପପୁଲେସନ୍, 75 ଗୁଣ ସାଇଜରେ ବଡ଼, ଏମିତି ଗୋଟେ ଦେଶ ସହିତ ଇସ୍ରାଏଲ ଲାଗିଛି। ତେଣୁକରି ଯଦିଓ ମିଲିଟାରୀ ମାଇଟ୍ ଇସ୍ରାଏଲର ବହୁତ ବଡ଼ ଅଛି ବୋଲି କୁହାଯାଉଛି, କିନ୍ତୁ ଏତେ ବଡ଼ ଦେଶର କେତେ କ୍ଷତି କରିପାରିବ, ଆଉ ଏଡ଼େ ବଡ଼ ଦେଶର ଆଟାକୁ କେତେ ସମ୍ଭାଳି ପାରିବ, ଇଏ ଗୋଟେ ଏକ୍ସପର୍ଟଙ୍କ ମହଲରେ ଆଲୋଚନା ଚାଲିଛି। ବଟ୍ ଆମେ ଏ ଯୁଦ୍ଧ କିଏ ଜିତୁଛି କିଏ ହାରୁଛି ତାରି ଉପରେ ଯାଉନେ। ବିଷୟ ହେଉଛି କି ଇଣ୍ଡିଆର ଭୂମିକା ଏଥିରେ କ'ଣ ହେବା ଉଚିତ। ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଡିଆ ଏଥିରେ କାହାକୁ ସିଧାସଳଖ ପକ୍ଷ ନେଇନି, ନା ଇସ୍ରାଏଲର ନା ଇରାନର। ଇସ୍ରାଏଲର ପ୍ରାଇମ୍ ମିନିଷ୍ଟରଙ୍କ ସହିତ କଥାବାର୍ତ୍ତା ପ୍ରଧାନମନ୍ତ୍ରୀଙ୍କର ଥରେ ହେଇଛି, ଆଉ ରିସେଣ୍ଟଲି ଇରାନର ପ୍ରେସିଡେଣ୍ଟଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର କଥାବାର୍ତ୍ତା ହେଇଛି। ଇଏ ହେଉଛି ଇଣ୍ଡିଆ ଏ ଯୁଦ୍ଧରେ ଇଣ୍ଡିଆର ରୋଲ୍ ଏପର୍ଯ୍ୟନ୍ତ ଯାହା ସାମନା ଅଛି। କୌଣସି ପକ୍ଷକୁ ଭାରତ ନା ଇସ୍ରାଏଲକୁ ନା ଇରାନକୁ ନା ସମର୍ଥନ କରିছে ନା ନିନ୍ଦା କରିছে। ଭାରତ ସରକାରଙ୍କ ଇଏ ହେଉଛି ଷ୍ଟାଣ୍ଡ। କିନ୍ତୁ ଇଏ ବି ବିଷୟ ହେଉଛି ସୋନିଆ ଗାନ୍ଧୀ 21 ତାରିଖ ଦିନ ଗୋଟେ ଆର୍ଟିକଲ ଲେଖିଥିଲେ, ହିନ୍ଦୀରେ ଭିନ୍ନ ଭିନ୍ନ ମିଡ଼ିଆରେ ସେ ପ୍ରକାଶ ପାଇଛି। ଇଟ୍ ଇଜ୍ ନଟ୍ ଟୁ ଲେଟ୍ ଟୁ ବି ହାର୍ଡ ଇଣ୍ଡିଆସ୍ ଭଏସ୍, ଏମିତି ନାଁରେ ଆର୍ଟିକଲ ଲେଖିଛନ୍ତି ସୋନିଆ ଗାନ୍ଧୀଙ୍କର। ଆଉ ଏ ଚର୍ଚ୍ଚାରେ ବି ରହିଛି। ସୋନିଆ ଗାନ୍ଧୀ ଲେଖିବେ, ଅପୋଜିସନର କଂଗ୍ରେସର ସବୁଠାରୁ ବଡ଼ ନେତ୍ରୀ, ଭେଟରାନ୍, ତାଙ୍କର ଲେଖା ଯେ ଚର୍ଚ୍ଚାରେ ନ ରହିବ ସେମିତି ନୁହେଁ। ତ ଚର୍ଚ୍ଚାରେ ସୋନିଆ ଗାନ୍ଧୀର କହିବା କଥା ହେଲା କି ଭାରତ ସ୍ପଷ୍ଟ ଭାବରେ ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିବା କଥା। ଭାରତ ଇସ୍ରାଏଲର ଆକ୍ରମଣ, ଗାଜା ଉପରେ ଆକ୍ରମଣକୁ ସ୍ପଷ୍ଟ ଭାବରେ ନିନ୍ଦା କରିନଥିଲା, ସେ ସମୟରେ ବି ନ୍ୟୁଟ୍ରାଲ ରହିଥିଲା। ଇରାନ ଆକ୍ରମଣ ମଧ୍ୟ ସେମିତି ଭାରତ ନ୍ୟୁଟ୍ରାଲ ରହୁଛି ବା କିଛି କହୁନି। ଇଏ ହେଉଛି ଏମିତି ଚୁପ୍ ରହିବା। ଇଏ ଭାରତର ମୋଦୀ ସରକାରଙ୍କର ଏଇ ଦୁଇଟା ବଡ଼ ପ୍ରସଙ୍ଗ ଉପରେ, ବୈଶ୍ୱିକ ଘଟଣା ଉପରେ ଚୁପ୍ ରହିବା ହେଉଛି ଭାରତର ପଲିସିକୁ ସରେଣ୍ଡର କରିବା। ଏ ସରେଣ୍ଡର ୱାର୍ଡ ବି ବର୍ତ୍ତମାନ କି ୱାର୍ଡ ହେଇଛି ପଲିଟିକାଲ ନାରେଟିଭରେ। ଯେତେବେଳେ କି ରାହୁଲ ଗାନ୍ଧୀ ନରେନ୍ଦ୍ର ସରେଣ୍ଡର ବୋଲି ଫ୍ରେଜରେ କଏନ୍ କରିଛନ୍ତି, ସେ ପଏଣ୍ଟରୁ ଇଏ ତା ସହିତ ଲିଙ୍କ ଥିବା ଜଣାପଡ଼ୁଛି। ଭାରତ ସରକାରଙ୍କର ଇରାନ ଆଉ ଇସ୍ରାଏଲ ରିଲେସନ୍ ବା ଇରାନ ଆଉ ଇସ୍ରାଏଲ କନଫ୍ଲିକ୍ଟରେ ଭାରତ ସରକାର ଚୁପ୍ ରହିବାକୁ ସୋନିଆ ଗାନ୍ଧୀ ନାପସନ୍ଦ କରିଛନ୍ତି। ଏବଂ ଭାରତ ସରକାରଙ୍କୁ ସେ କହୁଛନ୍ତି କି ଭାରତ ତାର ଷ୍ଟାଣ୍ଡ କ୍ଲିୟର କରୁ, ଆଉ ଇସ୍ରାଏଲ ତାର ଷ୍ଟାଣ୍ଡ କ୍ଲିୟର କରୁ, ଆଉ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରୁ। ତାର ଭଏସ ରଖୁ ଇସ୍ରାଏଲର ଆକ୍ରମଣକୁ। ଆଉ କଂଗ୍ରେସ ବି ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିଛି।
ये सोनिया गांधी जहाँ लिखिं बट सोनिया गांधी पॉलिटिकल फॉलोअर्स सोनिया गांधी कांग्रेस कर्मी लीडर्स जहाँ कहते से एक कथा स्पष्ट होची इस्राएल सपक्ष न जाऊ एमती स्पष्ट भाव में गोटे डिविजन भी भारत में देखा मिलूँ जो मैंने कि ईरान समर्थन सामना को ईरान को समर्थन करके इस्राएल को विरोध कर गाजा समय भी इस्राएल को विरोध करते मैंने ईरान को बर्तमान समर्थन कर ना कहवा से सामना को आनबार आवश्यकता लोक बुझुंट को मैंने ईरान को बर्तमान समर्थन कर सोनिया गांधी कहवा कथा जहाँकि समर्थक कहवा कथा कि लॉन्ग स्टैंडिंग रिलेशंस अच्छी भारत और ईरान मध्य भारत और ईरान मध्य रिलेशन पुराना सी हूँ बहुत पुराना जुगर भारतर सभ्यता आउ ईरान सभ्यता पृथ्वीर अन्यतम बा पृथ्वीर प्रमुख पुराना सभ्यता भितर गणा जाए कि बर्तमान जो ईरान अच्छे जो पर्सिया जो भारत भारत तो मूल रोचे हिंदू भारत तो मूल ही ये सिविलाइजेशन ना परिचित जो पर्सियन सिविलाइजेशन था से भारत और पर्सिया मध्य संपर्क था किंतु ये जो नुआ ईरान अच्छी जिते जो थे कि इस्लामिक डोमिनेस सी सभ्यता ना जहाँ सहित भारत संपर्क भल अच्छे खूब दाबी कर ईरान को समर्थन कर पक्षधर ईरान समर्थन आसुवा पक्ष कि एते पुराना संपर्क थिबा गोटे देश सहित भारत छिड़ा न होबा ए समय भारतर कूटनैतिक विफलता बा भारत निजर जो प्रिंसिपल अच्छी भारत सरेंडर करे किंतु वर्तमान पर्यंत जो मॉडर्न ईरान कहुचे 1979 पर इस्लामिक रिपब्लिक ऑफ ईरान कहुआ पूर्व जो ईरान था ये भारत को जो बड़ प्रसंग में समर्थन करते तार उदाहरण ना सोनिया गांधी 1994 मसीह यूनाइटेड नेशन ह्यूमन राइट कमिशन रे भारत को समर्थन कर उदाहरण देते ईरान समर्थन करता काश्मीर प्रसंग में किंतु से गोटिक छाड़देला 1965 ईरान पाकिस्तान समर्थन करता 1971 ईरान पाकिस्तान को समर्थन करता या भितर काश्मीर इश्यू आर्टिकल 370 ईरान भारतर समर्थन कर भारतर एक्शन को समालोचना करता आर्टिकल 370 एब्रोगेशन को ईरान समालोचना करता CAA समय ईरान पटू भारत कौन सी अनुकूल रिमार्क आसी ना ये हूँ बर्तमान पर्यंत भारत और ईरान मध्य संपर्क जदिओ रिलेशन ये 2-4 वर्ष भितर भारत और ईरान मध्य संपर्क किछिटा दृढ़ होता देखा जाउछि किंतु एक कथा कहबा कि भारतर पुराना बंधु ईरान ये जुक्ति ठीक नुहे तार ईरान स्ट्रैटेजिक पॉइंट ऑफ व्यू भारत भी ईरान पाकिस्तान सहित बॉर्डर शेयर करुचे तेणुक भारत भी ईरान उपयोगिता अच्छी पाकिस्तान को काउंटर करने से दृष्टि भारत ईरान सहित संपर्क रखा उचित भारत ईरान सहित अंततः खराब संपर्क भारत ईरान सहित अंततः तार संपर्क को खराब करवा उचित नुबा खराब करवा विज्ञता हेनी कौन सन्देह ना पाकिस्तान को काउंटर करने किंतु सोनिया गांधी ये जहाँ कहले कि भारत ईरान सहित पूर्व समर्थन अच्छे पॉलिटिकल एंगल देखा जाउछि भारतर मुस्लिम कम्युनिटी सीधा सामना को आसिक ईरान को समर्थन कर गाजार हमास आक्रमण को भारतर मुस्लिम कम्युनिटी समस्ते ना भी मेजोरिटी पालेस्टाइन रे हमास आतंकवाद को समर्थन कर तो ये लक्ष्य हूँ सोनिया गांधी ईरान समर्थन रे कहवा कि सी तांकर ऑडियंस कन्स्टिट्यूएंसी साइकोलॉजी बुझी
ଆଉ ସେ କନଷ୍ଟିଚ୍ୟୁଏନ୍ସି ଚାହୁଁଛି କି ଭାରତ ବର୍ତ୍ତମାନ ଇରାନ ସପକ୍ଷରେ ଛିଡ଼ା ହଉ ବା ଆଉ ସେମାନେ ବି ଜାଣିଛନ୍ତି କି ଭାରତ ସରକାର ଇରାନ ଓ ଇସ୍ରାଏଲ ମଧ୍ୟରେ ନ୍ୟୁଟ୍ରାଲ ଅଛି, କିନ୍ତୁ ତାକୁ ଏମିତି ଦେଖିବାକୁ ଚେଷ୍ଟା କରୁଛନ୍ତି କି ଭାରତ ଇରାନ ବିରୁଦ୍ଧରେ ଅଛି, ଇସ୍ରାଏଲକୁ ସମର୍ଥନ କରୁଛି। ତାର ପରିଣାମ ସ୍ୱରୂପ, ତାର ଫଳସ୍ୱରୂପ ଭାରତରେ ମୁସଲିମ କମ୍ୟୁନିଟି ସବେ ଭାବରେ କହିବାରେ କୌଣସି ସନ୍ଦେହ ନାହିଁ କି ଇଏ ଅପୋଜିସନର লিবরাল বা সেকুলার ভোট ব্যাংক। সেই ভোট ব্যাংক ଭାରତୀୟ ଜନତା ପାର୍ଟି ବା ନରେନ୍ଦ୍ର ମୋଦୀ ସରକାର ବିରୁଦ୍ଧରେ ଛିଡ଼ା ହେଇଯିବ। ଯେତେବେଳେ ବିଜେପି ପଟୁ ଏମିତି ମଧ୍ୟ ଆକ୍ଷେପ କରାଯାଉଛି କି ବିହାର ଇଲେକ୍ସନକୁ ଆଖି ଆଗରେ ରଖିକି ସୋନିଆ ଗାନ୍ଧୀଙ୍କ ଏ ଆର୍ଟିକଲ ସାମ୍ନାକୁ ଆସିଛି, ୟାକୁ ସେମିତି ଏକଦମ ରିଜେକ୍ଟ କରାଯାଇପାରିବ ନାହିଁ। ବାକି ଇଏ ବଡ଼ ଦୁଃଖର ବିଷୟ କି ଭାରତର ମୁସଲିମ କମ୍ୟୁନିଟିକୁ ଭାରତର କୌଣସି ବିଦେଶରେ, ଇରାନରେ, ଗାଜାରେ ଏସବୁ ମୁଭମେଣ୍ଟ ସହିତ ଆଟାଚ୍ କରିକି କାହିଁକି ଦେଖାଯାଉଛି? କଂଗ୍ରେସର ଏ ଚେଷ୍ଟା ଭାରତର ମୁସଲିମ ଭାରତର ଲାଭ କ୍ଷତି ଅନୁସାରେ ସେମାନଙ୍କର ଲାଭ କ୍ଷତି ହେବ। ବଟ୍ ସେମାନଙ୍କର ମୁସଲିମ ଆଇଡେଣ୍ଟିଟି କାରଣରୁ ଗାଜାରେ କ'ଣ ହେଲା, ଇରାନରେ କ'ଣ ହେଲା, ତାକୁ ଆଟାଚ୍ କରିବା, ତାକୁ ଲିଙ୍କ କରିକି ଗୋଟେ ନ୍ୟାରେଟିଭ୍ ତିଆରି କରିବା ଭାରତ ପାଇଁ ଭଲ ନୁହେଁ, ଆଉ ବେଶୀ ଭଲ ନୁହେଁ ଭାରତର ମୁସଲିମ ମାନଙ୍କ ପାଇଁ।